ସନ୍ଧ୍ୟାରେ ରେଡ଼ି ହେଇ ବାହାରିଲୁ ସବୁ କାଳୀପୂଜା ବୁଲି। ସିଏ ଆମର ପୁରା ଏକ୍ସାଇଟେଡ଼ ନାଚିଲାଣି। ତାପରେ ଚିପ୍ସ ଖାଇବା ଷ୍ଟାର୍ଟ ହେଇଗଲା ତାର ଗାଡ଼ିରେ ବସୁ ବସୁ। ଆମେ ମାନେ ଘରୁ ବାହାରିକି ଜଷ୍ଟ 15 ମିନିଟ୍ ପରେ ହିଁ ଆମେ ପହଞ୍ଚିଗଲୁ, ମାନେ ପାଖରେ ହିଁ କାଳୀପୂଜା ପଡ଼ିଆରେ ପହଞ୍ଚିଗଲୁ। ତାପରେ ସାଙ୍ଗେ ସାଙ୍ଗେ ଆମର ଯାଉ ଯାଉ ହିଁ ଆମେ ପ୍ରଥମେ ମାନେ ଭାବିଲୁ ଫାଷ୍ଟ ଦର୍ଶନ କରିଦେବୁ। ତ ସାଙ୍ଗେ ସାଙ୍ଗେ ପହଞ୍ଚୁ ପହଞ୍ଚୁ ହିଁ ଫାଷ୍ଟ ଯେଉଁ ପ୍ୟାଣ୍ଡେଲଟା ଆମର ପଡ଼ିଲା ମାଆଙ୍କୁ ଦର୍ଶନ ସେଇଠି କଲୁ। ବହୁତ ସୁନ୍ଦର ହେଇଥିଲା ପ୍ୟାଣ୍ଡେଲଟା। ତାପରେ ସିଆର ଆମର ଗୋଟେ ଜିଦି, ସେ ଖାଲି ଦୋଳିରେ ଚଢ଼ିବ, ରାଇଡ଼୍ସ ସବୁ ଚଢ଼ିବ। ସେ ତାର ନିଜେ ନିଜେ ଯାଇକି ସବୁ ରାଇଡ଼୍ସରେ ଚଢ଼ି ସିଏ ତାର କାଳୀପୂଜାଟାକୁ ପୁରା ଏନ୍ଜୟ କରିଛି, ଖାଲି ତାର ଦୋଳି ଖେଳି ଖେଳିକା। ତାପରେ ଆମର ଗୋଟେ ପରେ ଗୋଟେ ପ୍ୟାଣ୍ଡେଲ ଆମେ ଗଲୁ ବୁଲିବା ପାଇଁ। ବହୁତ ସୁନ୍ଦର ଭାବେ ଡେକୋରେଟ୍ ହେଇଥିଲା ଏଥର କାଳୀପୂଜା। ଆଉ ଗୋଟେ ବହୁତ ସୁନ୍ଦର ୟୁନିକ୍ ପ୍ୟାଣ୍ଡେଲ 3D ପ୍ୟାଣ୍ଡେଲ ହେଇଛି। ଆଉ ବହୁତ ସୁନ୍ଦର, ମାନେ ସେଠି ମାଆଙ୍କର ମୂର୍ତ୍ତି ବହୁତ ସୁନ୍ଦର ହେଇଛି। ତାପରେ ଆମର ସିଆର ଆଇସ୍କ୍ରିମ୍ ପୁରା ଫେଭରେଟ୍, ଯାଇକି ଗୋଟେ ସଫ୍ଟି ଆଇସ୍କ୍ରିମ୍ ପାଖରେ ରହିଲା। ଆମେ ବି ସବୁ ଟ୍ରାଏ କଲୁ, ବହୁତ ଭଲ ଲାଗୁଥିଲା ଆଇସ୍କ୍ରିମ୍ଟେ। ରହିଲୁ, ବାଏ ବାଏ।